ମାନେ ନିଜ ଦାବି ପୂରଣ ପାଇଁ ଅଭିନବ ଉପାୟ ଅଫିସର ପଦବୀ ସର୍ବନିମ୍ନ ଯୋଗ୍ୟତା ଲକ୍ଷ୍ୟ ରଖିବା ଦାବିରେ ରାଜପଥକୁ ଓହ୍ଲାଇ ଲୋକଙ୍କର ଯୋଗ୍ୟତା ପୋଲିସ କରିଛନ୍ତି ଛାତ୍ରଛାତ୍ରୀ। ଗୋଟିଏ ହାତରେ ବହି ଅନ୍ୟ ହାତରେ ଜୋତା ପୋଲିସ ଏମାନେ ହେଉଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମହାବିଦ୍ୟାଳୟର ଛାତ୍ରଛାତ୍ରୀ। ରାସ୍ତାରେ ରହୁଥିବା ଲୋକଙ୍କ ଜୋତା ସଫା କରିଛନ୍ତି। ରେଞ୍ଜ ଅଫିସର ପଦବୀ ପାଇଁ ସର୍ବନିମ୍ନ ଯୋଗ୍ୟତା ବିଏସ୍ସି ଫରେଷ୍ଟ ରଖିବା ଦାବି ନେଇ ଗତ 27 ତାରିଖରୁ ଐତିହ୍ୟ ବନ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଦାବି କରି ଆସୁଛନ୍ତି। ଆମେ ପାଠ ପଢ଼ିକି ଯଦି ଚାକିରି ନାହିଁ ତାହେଲେ ତା ଯୁଗରେ ଭଲ ଆମେ ରହିବୁ ତ ଏହା ସମଗ୍ର ଓଡ଼ିଶାବାସୀ ପାଇଁ ଆଉ ସମଗ୍ର ସରକାର ପାଇଁ ନଜର ଭିତରେ ଯେ ଏକ ସରକାରୀ କଲେଜ ଖୋଲିଯାଇଛି କିନ୍ତୁ ସେଇ ସରକାରୀ କଲେଜ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ କୌଣସି ଚାକିରି ବ୍ୟବସ୍ଥା ରଖାଯାଇଛି। ଯେହେତୁ ଆମର ଫରେଷ୍ଟ ପଟେ କିଛି ବି ଚାକିରି ନାହିଁ ସେଇଟା ଆମେ କରିବାକୁ ବାଧ୍ୟ ହେଉଛୁ। ଆଗେ ପୁଅମାନେ ଶାଢ଼ୀ ଦେଇକି ଝାଡ଼ୁ ମାରିଲେ ଏବେ ଝିଅମାନେ ବୁଟ୍ ପଲିସ୍ କରୁଛନ୍ତି ଆଗକୁ ବହୁତ ଏମିତି କିଛି ହେବ। କେରଳ ତାମିଲନାଡୁ ଭଳି ଅନେକ ରାଜ୍ୟରେ ମଧ୍ୟ ଏହି ପଦବୀ ରାଜ୍ୟ ସରକାର ଦାବି ପୂରଣ ନ କରିବାରୁ ପ୍ରତିବାଦରେ ସେମାନେ ଜୋତା ପୋଲିସ କରିବାକୁ ବାଧ୍ୟ ହେଲେ ବୋଲି ଛାତ୍ରଛାତ୍ରୀ କହିଛନ୍ତି। ଆଗାମୀ ଦିନରେ ଆମେ ସବୁଜ ନିର୍ଣ୍ଣୟ କହିଛନ୍ତି ଏଠି ଖୁସି କରି ତାପରେ ଆମର ଅନଶନ କରିବୁ ଯେମିତି କ'ଣ ଜୀବନ ଅଛି ସେଠି କ'ଣ ଧାରଣା ଚାଲୁ କରିବୁ। ସରକାର ଯଦି ଦାବି ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ଭୁବନେଶ୍ୱରର କ୍ୟାମେରାମ୍ୟାନ୍ ଦେବାଶିଷ ମଣିଙ୍କ ସହ ପ୍ରବୀଣ କୁମାର ପ୍ରଧାନ।